ଏଇ ବର୍ଷା ପାଗରେ ଆମେ କୁରୁକୁରି ଖାଇକି କେମିତି ମଜା କଲେ ତମାନେ କହୁଛି ଶୁଣ। तो चलिए शुरू करते हैं। ଆଉ ହଁ ତ ମୁଁ ବବୁଲ କଟକଟକା। ଆଉ ଆଜି ସନ୍ଧ୍ୟାବେଳେ ଆମେ ଦୀପୁରଙ୍କର ବାହାରି ପଡିଥିଲୁ ଯିବା ପାଇଁ ଛକ ଆଡେ। ହେଲେ କଣ ହବ ଏଇ ବର୍ଷା କଣ ଛାଡୁଛି? ଯେତେବେଳେ ତୁ ଗୋଟେ ବାହାରିଥିବୁ କୁଆ ଯିବା ପାଇଁ ଏଇ ବର୍ଷାରେ ସେତେବେଳେ ହିଁ ହବ। ଆଉ ବର୍ଷା ଏମିତି ହଉଥିଲା ଯେ ଶେଷରେ ଆମେ ଛକକୁ ବି ଯାଇପାରିଲୁନୁ। ଆଉ ଆମେ ଛକକୁ ନ ଯାଇକି ଆମେ ପଳାଇଥିଲୁ ଡଲିନାନୀର ଦୋକାନକୁ। ଆଉ ଡଲିନାନୀର ଦୋକାନରେ ପହଞ୍ଚି ଆମେ ତାକୁ ଯୋଉ କୁରୁକୁରି ଦରକାର କହିଦେଇଥିଲୁ ଏବଂ ସେ ଫଟାଫଟ ଦେଇଥିଲା। ଆଉ ସେ କୁରୁକୁରି ଦେଇଦେଲା ପରେ ଆମେ ପଇସା ଦେଇକି ପଳାଇଥିଲୁ ଆମ କ୍ଲବ ଘରକୁ। ଆଉ ଦେଖିପାରୁଥିବେ ଆମେ କିଛି ଏଇତିକ ଜିନିଷ ଆଣିଛୁ ଖାଇବା ପାଇଁ। ସେଇଠୁ ଦୀପୁ ଗୋଟେ ଗାମୁଛାରେ କୁରୁକୁରି ଏବଂ ମିଚରେ ଢାଳିବାରେ ଲାଗି ପଡିଥିଲା। ଆଉ ସବୁ ଢାଳି ସାରିକି ଭଲରେ ମିକ୍ସ କରିକି ଆମେ ବସି ପଡିଥିଲୁ ଖାଇବା ପାଇଁ। ଆଉ ଦୀପୁ ବି ତା ଖାଇବା ଷ୍ଟାର୍ଟ କରିଦେଲାଣି। ସେଇଠୁ ମୁଁ ଗୋଟେ ଏକ୍ସପେରିମେଣ୍ଟ କରିଥିଲି ଯୋଉଟା କି ତମେ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବ। ଆଉ ଏକ୍ସପେରିମେଣ୍ଟ ଏଇଆ ଥିଲା ଯେ ଯୋଉଟା କି କୁରୁକୁରି ଉପରେ ଖଟା ମଡେଇ ଖାଇବା। ଆଉ ତମେ ମାନେ ଏମିତି କେବେ ଖାଇଛ କି ନାହିଁ? ଆଉ ସେଇଠୁ ଆମେ ଗୋଟେ ଦଶମ କ୍ଲାସ ବହିରେ ଦେଖିଥିଲୁ ଆମ ଗାଁର ଗୋଟେ ମହାନ ଲୋକରେ ଆମ ଦେଶର ମହାନ ଲୋକଙ୍କୁ ନୂତନ ପରିଚୟ ଦେଇଥିଲା। ଆଉ ତମେ ମାନେ ଆମ ଗାଁର ମହାନ ଲୋକକୁ ଜାଣିବାକୁ ଚାହୁଁଛ କି? ତାଙ୍କ ନାମ ପଡିବ ଏନ ରେ। ଆଉ ସେ ବି ଏବେ ବାହାରେ ରହୁଛନ୍ତି ଆଉ କାମ କରୁଛନ୍ତି। ଆଉ ଖାଇସାରିକି ମୁଁ ଲାଗିଥିଲି ଗଡିବାରେ। ତ ରହୁଛି ଆଜି ପାଇଁ ଏତିକି, ପୁଣି ଦେଖା ନେକ୍ସଟ ବ୍ଲଗ ରେ।